ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ ଯେ ପ୍ରଭୁ ଯୀଶୁ ଏବଂ ପିତର ଏବଂ ପାଉଲ ଏମାନେ କାହିଁକି କହିଥିଲେ ଯେ ଭଣ୍ଡ ଶିକ୍ଷକମାନଙ୍କର ଯୁଗ ଆସିବ ବୋଲି। ଏ ବିଷୟରେ ଆପଣମାନେ କେବେ ମଧ୍ୟ ଭାବିଛନ୍ତି କି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେ ପ୍ରଭୁ ଯୀଶୁ କହନ୍ତି, ପିତର କହନ୍ତି, ପାଉଲ ମଧ୍ୟ କହନ୍ତି ଯେ ଭଣ୍ଡ ଶିକ୍ଷକମାନଙ୍କର ଯୁଗ ଆସିବ, ଅର୍ଥାତ୍ ଶୈତାନର ଯୁଗ ଆସିବ। এই ବିଷୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ এই ଭିଡ଼ିଓ ମାଧ୍ୟମରୁ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ ଯେମାନେ କାହିଁକି କହିଅଛନ୍ତି। এই ବିଷୟରେ ଜାଣିବା ନିମନ୍ତେ ଯିବା। ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣିବା ପାଇଁ ଚେଷ୍ଟା କରନ୍ତୁ ଏବଂ ସଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ ଆପଣମାନେ ଦେଖନ୍ତୁ, କାରଣ ବାଇବଲରେ ଥିବା ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ବାଇବେଲ ନାହିଁ ତାହେଲେ ଆପଣମାନେ ଲେଖିକି ମଧ୍ୟ ଆପଣମାନେ ରଖିପାରିବେ ଯେ ପ୍ରଭୁ ଯୀଶୁ, ପିତର ଏବଂ ପାଉଲ ଏମାନେ କାହିଁକି କହିଥିଲେ ଯେ ଭଣ୍ଡ ଶିକ୍ଷକମାନଙ୍କର ଯୁଗ ଆସିବ ବୋଲି। ଆସନ୍ତୁ ଏହି ବିଷୟରେ ଜାଣିବା ନିମନ୍ତେ ଯିବା। ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେ ଗୋଟିଏ ପଟେ ଅନୁଗ୍ରହର ଯୁଗ, ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏହି ଭିଡ଼ିଓ ଅଧଘଣ୍ଟା ହେଇପାରେ କିମ୍ବା ଅଧଘଣ୍ଟାଠୁ ଅଧିକ ମଧ୍ୟ ହେଇପାରେ। ଆପଣମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିକି ଆପଣମାନେ ଶୁଣନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଯେ ଗୋଟିଏ ପଟେ ଅନୁଗ୍ରହର ଯୁଗ, ଆଉ ଗୋଟିଏ ପଟେ ଭଣ୍ଡ ଶିକ୍ଷକମାନଙ୍କର ଯୁଗ ବା ଭେଡ଼ିଆର ଯୁଗ ବା ଶୈତାନର ଯୁଗ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଭଲ ବିହନ, ଖରାପ ବିହନ, ଏହି ପୃଥିବୀ ପ୍ରଭୁ ଯୀଶୁଙ୍କ ଦୃଷ୍ଟିରେ ଗୋଟିଏ କ୍ଷେତ ସଦୃଶ୍ୟ। ଆମ୍ଭେମାନେ ଗୋଟିଏ ଗୋଟିଏ ଗଛ, ଗୋଟିଏ ଗୋଟିଏ ବିହନ। ହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ପୃଥିବୀରେ ଆମ୍ଭେମାନେ ଭଲ ବିହନ ଅଛୁ, ଖରାପ ବିହନମାନେ ମଧ୍ୟ ଅଛନ୍ତି। ଆପଣମାନେ ବୁଝନ୍ତୁ ଆତ୍ମିକତା ସହିତ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଭଲ ବିହନ, ଖରାପ ବିହନ ଆପଣମାନେ ଏହି ପୃଥିବୀରେ ଦେଖିପାରିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ ଯେ ଶସ୍ୟ ନ କାଟିବା ଯାଏଁ ଦୁହିଁଙ୍କୁ ଏକାଠି ଛାଡ଼ି ଦିଅ, ଦୁହିଁଙ୍କୁ ବଢ଼ିବାକୁ ଛାଡ଼ି ଦିଅ, ଭଲ ବିହନକୁ ଏବଂ ଖରାପ ବିହନକୁ। ଏ ପୃଥିବୀରେ ଭଲ ଲୋକମାନେ ମଧ୍ୟ ଅଛନ୍ତି, ଖରାପ ଲୋକମାନେ ମଧ୍ୟ ଅଛନ୍ତି। କିନ୍ତୁ ଏହି ବିଷୟକୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣ ଆତ୍ମିକତା ସହିତ ବୁଝିବା ଦରକାର ଯେ ପ୍ରଭୁ ଯୀଶୁ କହିଲେ ଶସ୍ୟ ନ କାଟିବା ଯାଏଁ ଦୁହିଁଙ୍କୁ ଏକାଠି ବଢ଼ିବାକୁ ଛାଡ଼ି ଦିଅ। ମାତିଉ ଲିଖିତ ସୁସମାଚାର ତାର 13 ପର୍ବ ତାର 30 ପଦରେ ଲେଖାଯାଇଅଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଖରେ ଯଦି ବାଇବଲ ଅଛି ତାହେଲେ ଦେଖନ୍ତୁ ମାତିଉ ତାର 13 ତାର 25ରୁ 30 ପଦ ପର୍ଯ୍ୟନ୍ତ ଦେଖିବା ନିମନ୍ତେ ଯିବା। ଆପଣମାନଙ୍କ ପାଖରେ ଯଦି ଏହି ସମୟରେ ଯଦି ବାଇବଲ ଅଛି ତାହେଲେ ଆପଣମାନେ ଦେଖିପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଜାଗାରେ ଲେଖାଯାଏ, ମାତ୍ର ଲୋକେ ନିଦ୍ରା ଯାଉଥିବା ସମୟରେ ତାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣି ଦେଇ ଚାଲିଗଲା। ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା, ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା। ସେଥିରେ ଗୃହକର୍ତ୍ତାଙ୍କର ଦାସମାନେ ତାଙ୍କ ପାଖକୁ ଆସି କହିଲେ, ସାନ୍ତେ, ଆପଣ କ'ଣ ନିଜ କ୍ଷେତରେ ଭଲ ବିହନ ବୁଣି ନଥିଲେ? ତେବେ ବାଳୁଙ୍ଗା ଗୁଡ଼ାକ କେଉଁଠାରୁ ହେଲା? ପ୍ରଭୁ ଯୀଶୁ ସେମାନଙ୍କୁ କହିଲେ, ଜଣେ ଶତ୍ରୁ ଏହା କରିଅଛି। ପୁଣି ଦାସମାନେ ତାହାଙ୍କୁ କହିଲେ, ତେବେ ଆମ୍ଭେମାନେ ଯାଇ ସେଗୁଡ଼ାକୁ ଉପାଡ଼ି ଏକାଠି କରୁ, ଏହା କ'ଣ ଆପଣଙ୍କର ଇଚ୍ଛା?
କିନ୍ତୁ ପ୍ରଭୁ ଯୀଶୁ କହିଲେ ନା, କାଳେ ତୁମେମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ। ଶସ୍ୟ ନ କାଟିବା ଯାଏ ଦୁହିଁଙ୍କୁ ଏକାଠି ବଢ଼ିବାକୁ ଛାଡ଼ିଦିଅ। ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିକାମାନଙ୍କୁ କହିବି, ପଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଂଗ୍ରହ କରି ରଖ। ପ୍ରଭୁ ଯୀଶୁ ଏହି ବିଷୟ କହୁଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ସେ ଭେଡ଼ିଆର ଯୁଗ, ଶୈତାନର ଯୁଗ, ଶୈତାନର ବୃକ୍ଷ, ଭଲ ବିହନ, ଖରାପ ବିହନ। এই ପୃଥିବୀରେ ଦୁଇ ପ୍ରକାର ବିହନ ଅଛି। ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଶୈତାନର ସନ୍ତାନ, ପ୍ରଭୁ ଯୀଶୁଙ୍କର ସନ୍ତାନ, ଅର୍ଥାତ୍ ଭଲ ବିହନ, ଖରାପ ବିହନ। କିନ୍ତୁ ଆମେମାନେ ଆଗକୁ ବଢ଼ିବା, ଯେଉଁ ଶତ୍ରୁ ତାହା ବୁଣିଲା ସେ ଶୈତାନ। এই শয়তান প্রভুঙ্কর প্রিয় লোক মানে আপন মানে বুঝিবা দরকার, শয়তান জঙ্গলি দানা অর্থাৎ খরাপ শিক্ষা, খরাপ বৃক্ষর বীজ বৃক্ষ যাকে বুଣି ଦେଇଅଛି। ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଶୈତାନ ଖରାପ ବିହନ ଅର୍ଥାତ୍ ଜଙ୍ଗଲି ଦାନା, ଖରାପ ବିହନ ବୃକ୍ଷ ବୁଣିଲାଣି ଶୈତାନ। କେଉଁଠି ଶୈତାନ ବିହନ ବୁଣିଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ? ମଣ୍ଡଳୀରେ, ଆପଣଙ୍କର ମଣ୍ଡଳୀରେ ବା ଚର୍ଚ୍ଚରେ, ଅନ୍ୟ ଜାତି ପାଖରେ, ଜିହୁଦୀମାନଙ୍କ ପାଖରେ। ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଶୈତାନ ସେ କେଉଁଠି ବୁଣିଅଛି, ତାର ବିହନ କେଉଁ ଜାଗାରେ ବୁଣିଅଛି? ବର୍ତ୍ତମାନ ଚାଲିଛି ମଣ୍ଡଳୀରେ ଏବଂ ଅନ୍ୟ ଜାତି ପାଖରେ ଏବଂ ଜିହୁଦୀମାନଙ୍କ ପାଖରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଜି ବା ବର୍ତ୍ତମାନ ଶୈତାନର ବୃକ୍ଷ କାର୍ଯ୍ୟ କରୁଅଛି। ଶୈତାନର ସେଇ ଖରାପ ବିହନ ମଣ୍ଡଳୀରେ, ଅନ୍ୟ ଜାତିରେ, ଆପଣମାନେ ଯେକୌଣସି ସ୍ଥାନରେ ଦେଖିବେ ଶୈତାନର ବିହନ କାର୍ଯ୍ୟ କରୁଅଛି, ଶୈତାନର ବୃକ୍ଷ କାର୍ଯ୍ୟ କରୁଅଛି। ବର୍ତ୍ତମାନ ମଣ୍ଡଳୀରେ ମଧ୍ୟ ଯେଉଁ ପାପ এই ଜଗତରେ ନାହିଁ, ସେଇ ପାପ ମଣ୍ଡଳୀରେ ବର୍ତ୍ତମାନ ଚାଲୁଛି। ଆପଣମାନେ ଦେଖିପାରୁଥିବେ ଅନେକ ମଣ୍ଡଳୀରେ ଚାଲିଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ମାତିଉ ତାର 6 ତାର 23ରେ ଲେଖାଯାଏ, এই ଜାଗାରେ ଲେଖାଯାଏ, କିନ୍ତୁ ତୁମର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ ତୁମ ଅନ୍ତରସ୍ଥ ଯଦି ଯେବେ ଅନ୍ଧକାର ହୁଏ, ତେବେ ସେଇ ଅନ୍ଧକାର କେଡ଼େ ଘୋରତର। ଆମର ଆତ୍ମିକ ଚକ୍ଷୁ ଯେବେ ଅନ୍ଧକାର, କାରଣ ଲେଖାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ, ମାତିଉ ତାର 15 ତାର 14ରେ ଲେଖାଯାଏ, ଅନ୍ଧ ଅନ୍ଧକୁ କେବେ ରାସ୍ତା ଦେଖାଇ ପାରିବ ନାହିଁ। ଅନ୍ଧ ବ୍ୟକ୍ତି କେବେ ଅନ୍ଧକୁ ରାସ୍ତା ଦେଖାଇ ପାରିବ ନାହିଁ। ଅନ୍ଧ ଯଦି ଲୋକମାନଙ୍କୁ କହିବ, ଆସନ୍ତୁ ମୋର ପଛରେ ଚାଲ, ମୁଁ ଯେଉଁ ରାସ୍ତାକୁ ଯାଉଅଛି ସେଇ ରାସ୍ତାକୁ ଚାଲ, এই ଲୋକମାନେ ଯଦି ସେଇ ଅନ୍ଧ ବ୍ୟକ୍ତିକୁ ଯଦି ପରୀକ୍ଷା କରିବେ ନାହିଁ, ସେଇ ବ୍ୟକ୍ତି ଅନ୍ଧ କି ଅନ୍ଧ ନୁହେଁ ବୋଲି, ଯଦି ସେଇ ବ୍ୟକ୍ତିଙ୍କ ପଛରେ ଯଦି ଚାଲିବେ, ଚାଲୁ ଚାଲୁ এই ବ୍ୟକ୍ତି ଯଦି ଗାତରେ ଯଦି ପଡ଼ିଯାଏ, ତାହେଲେ এই ଅନ୍ଧ ବ୍ୟକ୍ତିଙ୍କ ପଛରେ ଯେତେ ଜଣ ଚାଲୁଛନ୍ତି ସମସ୍ତ ଲୋକ ଗାତରେ ପଡ଼ିବେ। ଅନ୍ଧ କେବେ ଅନ୍ଧକୁ ରାସ୍ତା ଦେଖାଇ ପାରିବ ନାହିଁ। ପ୍ରଭୁ ଯୀଶୁ କହନ୍ତି ମାତିଉ ତାର 15 ତାର 14 ପଦରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଥିପାଇଁ ଆପଣମାନଙ୍କ ପାଖରେ ଆଉ ଥରେ କହିବା ପାଇଁ ଚାହେଁ, এই ପୃଥିବୀରେ ଭଲ ବିହନ ଅଛି, ଖରାପ ବିହନ ଅଛି। ଖରାପ ବିହନ କେବେ ଭଲ ରାସ୍ତା ଦେଖାଇ ପାରିବ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ଲେଖାଯାଏ, ଆପଣମାନଙ୍କ ପାଖରେ ଗୋଟିଏ ବିଷୟ ରଖିବା ପାଇଁ ଚାହେଁ, এই 4 ଜଣଙ୍କ ମଧ୍ୟରୁ କିଏ କିଏ ଭ୍ରାନ୍ତ ହୋଇପାରନ୍ତି। ଆପଣମାନେ ସଠିକ୍ ଭାବରେ ଶୁଣନ୍ତୁ, ସଠିକ୍ ଭାବରେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ପରମେଶ୍ୱର, ସ୍ୱର୍ଗର ଦୂତ,
ସେବକ ମାନେ ଏବଂ ମଣ୍ଡଳୀର ଲୋକମାନେ ଏହି ଚାରିଜଣଙ୍କ ମଧ୍ୟରୁ କିଏ ଭ୍ରାନ୍ତ ହୋଇପାରେ? ଆସନ୍ତୁ ଏ ବିଷୟରେ ଜାଣିବା ନିମନ୍ତେ ଯିବା। କାରଣ ଆଜିକାର ବିଷୟ ହେଉଛି ପ୍ରଭୁଙ୍କର ପ୍ରିୟ ଲୋକମାନେ ଯେ ଭଲ ବିହନ ଖରାପ ବିହନ। ପ୍ରଭୁ ଯୀଶୁ ପିତର ଏବଂ ପାଉଲ ଏମାନେ କାହିଁକି କହିଅଛନ୍ତି ଯେ ଭଣ୍ଡ ଶିକ୍ଷକମାନଙ୍କର ଯୁଗ ଆସିବ? ଏ ବିଷୟ ଦେଖୁଅଛୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ ମାତ୍ୟୁ ତାର 15 ଯଦି ଆପଣମାନେ ଦେଖିବେ ତାହେଲେ ପ୍ରଭୁ ଯୀଶୁ ଗୋଟିଏ ବିଷୟ କହୁଛନ୍ତି, ଭଣ୍ଡ ଭାବବାଦୀମାନଙ୍କ ଠାରୁ ସାବଧାନ ହୋଇଥାଅ। ଏ ବିଷୟ ପ୍ରଭୁ ଯୀଶୁ କାହିଁକି କହିଲେ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ କେବେ ମଧ୍ୟ ଭାବିଛନ୍ତି ଯେ ପ୍ରଭୁ ଯୀଶୁ କାହିଁକି କହିଲେ ଭଣ୍ଡ ଭାବବାଦୀମାନଙ୍କ ଠାରୁ ସାବଧାନ ହୋଇଥାଅ? କାରଣ ପ୍ରଭୁ ଯୀଶୁ ଜାଣିଥିଲେ ମୁଁ ଗଲା ପରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ସଠିକ୍ ଭାବରେ ଶୁଣନ୍ତୁ, ମୁଁ ଗଲା ପରେ ଭଣ୍ଡ ଶିକ୍ଷକମାନଙ୍କର ଯୁଗ ଆସିବ। ଏ ବିଷୟ ପ୍ରଭୁ ଯୀଶୁ ଜାଣିଥିଲେ। ସେଥିପାଇଁ ପ୍ରଭୁ ଯୀଶୁ କହିଲେ, ଅନେକ ଜାଗାରେ ଲେଖାଯାଏ ଭଣ୍ଡ ଭାବବାଦୀମାନଙ୍କ ଠାରୁ ସାବଧାନ ହୋଇଥାଅ। ସାବଧାନ ସାବଧାନ ପ୍ରଭୁ ଯୀଶୁ କହୁଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାର କାରଣ କ'ଣ? ସ୍ୱର୍ଗଦୂତ ଏବଂ ସେବକ ପାଇଁ। ସ୍ୱର୍ଗର ଦୂତମାନେ ମଧ୍ୟ ଲୋକମାନଙ୍କୁ ବିଗାଡ଼ି ପାରନ୍ତି ଏବଂ ଭ୍ରାନ୍ତ ମଧ୍ୟ ହୁଅନ୍ତି। ମଣ୍ଡଳୀର ସେବକମାନେ ମଧ୍ୟ ଭ୍ରାନ୍ତ ହୁଅନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏମାନେ ମଧ୍ୟ ଭ୍ରାନ୍ତ ହୁଅନ୍ତି। ବର୍ତ୍ତମାନ ମଧ୍ୟ ସ୍ୱର୍ଗର ଦୂତମାନେ ଭ୍ରାନ୍ତ ମଧ୍ୟ କରୁଛନ୍ତି। ବାଇବଲରେ ଲେଖାଯାଏ, ମୁଁ ନିଜର ଜ୍ଞାନ ଅନୁସାରେ କହୁନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଗାଲାତୀୟ ଦେଖିବା, ଗାଲାତୀୟ ତାର 1 ତାର 6, 7, 8 এই ଜାଗାରେ ଲେଖାଯାଏ, ଆପଣମାନଙ୍କ ପାଖରେ ଏହି ସମୟରେ ଯଦି ଅଛି ବାଇବେଲ ତାହେଲେ ଆପଣମାନେ ଦେଖନ୍ତୁ। ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମମାନଙ୍କୁ ଆହ୍ୱାନ କଲେ ତାହାଙ୍କ ଠାରୁ ତୁମେମାନେ ଯେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହୁଅଛ, ଏଥିରେ ମୁଁ ଚମତ୍କୃତ ହୁଅଛି। ପାଉଲ କହୁଛନ୍ତି, ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମମାନଙ୍କୁ ଅସ୍ଥିର କରୁଅଛନ୍ତି। ଅର୍ଥାତ୍ କେତେକ ସେବକ ମାନେ ଲୋକମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି। ସେବକମାନେ ବିଗିଡ଼ି ପାରନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ ଭ୍ରାନ୍ତ ହୋଇପାରନ୍ତି। ସ୍ୱର୍ଗର ଦୂତମାନେ ମଧ୍ୟ ଭ୍ରାନ୍ତ ହୋଇପାରନ୍ତି। କାରଣ ପରମେଶ୍ୱର ବା ସେଇ ଜୀବନ୍ତ ଖ୍ରୀଷ୍ଟ ସେମାନଙ୍କୁ ସୃଷ୍ଟି କରିଅଛି। ଏବଂ ଲେଖାଯାଏ 8ରେ ଲେଖାଯାଏ, କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଆମ୍ଭେମାନେ କିମ୍ବା ସ୍ୱର୍ଗର ଦୂତ ହେଲେ ଯଦି କେହି ତଦ୍ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ ତେବେ ସେ ଶାପଗ୍ରସ୍ତ ହେଉ। ଅର୍ଥାତ୍ ସ୍ୱର୍ଗର ଦୂତମାନେ ମଧ୍ୟ ବିଗିଡ଼ି ପାରନ୍ତି, ଭ୍ରାନ୍ତ ହୋଇପାରନ୍ତି। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ପୃଥିବୀରେ ଭଲ ବିହନ ଖରାପ ବିହନ ଚାଲିଛି। ମଣ୍ଡଳୀରେ ମଧ୍ୟ ଶୈତାନର ଶିକ୍ଷା କାର୍ଯ୍ୟ କରୁଅଛି। ଅନେକ ଜାଗାମାନଙ୍କର ଶୈତାନର ଶିକ୍ଷା କାର୍ଯ୍ୟ କରୁଅଛି। ଆମ୍ଭେମାନେ ଆତ୍ମିକତା ଖଡ଼ଗ ଧାରଣ କରିବା ଦରକାର। ଈଶ୍ୱରଙ୍କର ବାକ୍ୟ ଧାରଣ କରିବା ଦରକାର, କାରଣ ଈଶ୍ୱରଙ୍କର ବାକ୍ୟ ଦ୍ୱିଧାର ଖଡ଼ଗ ଅଟେ। ଏବଂ ସେହି ଖଡ଼ଗକୁ ଧାର କରିବା ନିମନ୍ତେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ଆବଶ୍ୟକ। କିନ୍ତୁ ଆସନ୍ତୁ ଆମ୍ଭେମାନେ ଆଗକୁ ବଢ଼ିବା। କିଏ ଅନ୍ୟ ସୁସମାଚାର ଶୁଣାଇବା ଲୋକ? এই ଜାଗାରେ ଆପଣମାନେ ଦେଖିଲେ 8ରେ ଲେଖାଯାଏ, କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଆମ୍ଭେମାନେ କିମ୍ବା ସ୍ୱର୍ଗର ଦୂତ ହେଲେ ଯଦି ତଦ୍ଭିନ୍ନ ଅନ୍ୟ ସୁସମାଚାର ଶୁଣାଏ ତେବେ ସେ ଶାପଗ୍ରସ୍ତ ହେଉ। এই ଅନ୍ୟ ସୁସମାଚାର ଶୁଣାଇବା ଲୋକ କିଏ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଅନେକ ଗ୍ରାମରେ ଦେଖିବେ ଅନେକ ଭଣ୍ଡ ଶିକ୍ଷକମାନେ ଅଛନ୍ତି। ସେମାନେ ଚୋରି ଚୋରି ଆସିବେ, ଲୁଚି ଲୁଚି ଆସିବେ, ଧୀରରେ ଆସିବେ, ରାତ୍ରିରେ ଆସିବେ, କେହି ନ ଜାଣୁନୁ ଆସିବେ ଏବଂ ମଣ୍ଡଳୀକୁ ଦୁଇ ଭାଗ କରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ଚାଲିଛି ଯେଉଁ ଜାଗାରେ ମଣ୍ଡଳୀ ଅଛି, ଯେଉଁ ଜାଗାରେ ପ୍ରଭୁଙ୍କର ପ୍ରିୟ ଦାସମାନେ ମଣ୍ଡଳୀ ରୋପଣ କରିଛନ୍ତି,
ସେଇ ଜାଗାରେ ଆଉ ଗୋଟିଏ ପ୍ରଭୁଙ୍କର ପ୍ରିୟ ଦାସ ଆସି ଦୁଇ ଭାଗ କରୁଛନ୍ତି ଏବଂ ଦୁଇ ଭାଗ କଲା ପରେ ସେ ପ୍ରଥମ ଆସୁଥିବା ସେ ପାଳକ ଯେପରି ନ ଜାଣିପାରେ ସେଥିପାଇଁ ସେ ରାତିରେ ଆସୁଅଛି, ଚୋରି ଚୋରି ଆସୁଅଛି, ଲୁଚି ଲୁଚି ଆସୁଅଛି। କାରଣ ଲେଖାଯାଏ ଅନ୍ୟ ସୁସମାଚାର ଶୁଣାଇବା ଲୋକ କିଏ? ସେ ଚୋରି ଚୋରି ଆସିବ, ଲୁଚି ଲୁଚି ଆସିବ, ସେ ଧୀରେ ଧୀରେ ଆସିବ, କେଉଁ ନ ଜାଣୁନ ସେ ଆସିବ। ଏହା ହେଉଛି ଭଣ୍ଡ ଶିକ୍ଷକ ବା ସେଇ ଗହମର ତୁଷ, ଖରାପ ବିହନ, ଭଣ୍ଡ ଶିକ୍ଷକ, ଭଣ୍ଡ ଭାବବାଦୀ। ଗୋଟିଏ ପ୍ରଭୁଙ୍କର ପ୍ରିୟ ଦାସ ଭଲ ବିହନ ଯଦି ହେଇଥାଏ ତାହେଲେ ସେ କେବେ ମଧ୍ୟ ମଣ୍ଡଳୀକୁ ଭାଗ କରିବ ନାହିଁ। କାରଣ ପିତର କହନ୍ତି, ପ୍ରଭୁଙ୍କର ପ୍ରିୟ ଦାସ କହନ୍ତି, ଦ୍ୱିତୀୟ ତିମୋଥୀ ତାର 4 ତାର 3 ଏବଂ 4 ଲେଖାଯାଏ। ଆପଣମାନେ ପଢ଼ିପାରିବେ, ସେଇ ଜାଗାରେ କ'ଣ ଲେଖାଯାଏ ଆପଣମାନେ ପଢ଼ିପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଆମ୍ଭେମାନେ ଆଗକୁ ବଢ଼ିବା। ଗାଲାତୀୟ ତାର 2:4 ଲେଖାଯାଏ, ଆମ୍ଭମାନଙ୍କ ମଧ୍ୟରୁ ଆନିତ କେତେ ଜଣ ଭଣ୍ଡ ଭ୍ରାତା ସକାଶେ ଏହିପରି ହେଲା। କାହା ସକାଶେ? ଭଣ୍ଡ ଭ୍ରାତା ସକାଶେ ଏହିପରି ହେଲା। ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମ୍ଭମାନଙ୍କର ଯେଉଁ ସ୍ୱାଧୀନତା ଅଛି, ଚୋର ସ୍ୱରୂପେ ସେଥିର ଛିଦ୍ର ଅନ୍ୱେଷଣ କରି ଆମ୍ଭମାନଙ୍କୁ ଦାସତ୍ୱର ବନ୍ଧରେ ଆବଦ୍ଧ କରିବା ନିମନ୍ତେ ସେମାନେ ଗୁପ୍ତରେ ପ୍ରବେଶ କରିଥିଲେ। ଅର୍ଥାତ୍ ଭଣ୍ଡ ଶିକ୍ଷକମାନେ ଗୁପ୍ତରେ ପ୍ରବେଶ କରନ୍ତି ଏବଂ ସେମାନେ ଲୁଚିକି ଆସନ୍ତି। ଏହି ଜାଗାରେ ଲେଖାଯାଏ ଚୋର ସ୍ୱରୂପେ ସେମାନେ ଆସନ୍ତି, ଭଣ୍ଡ ଶିକ୍ଷକମାନେ, ଏବଂ ମଣ୍ଡଳୀକୁ ଭାଗ କରନ୍ତି। ମନୋନୀତ ଲୋକମାନଙ୍କୁ ସୁଦ୍ଧା ଭ୍ରାନ୍ତ କରନ୍ତି ଏବଂ ଲୋକମାନେ ଭ୍ରାନ୍ତ ମଧ୍ୟ ହୁଅନ୍ତି। କାରଣ ଲେଖାଯାଏ ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେବେ ଏବଂ ବର୍ତ୍ତମାନ ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେଉଛନ୍ତି। କାରଣ ଲୋକମାନଙ୍କୁ ସତ୍ୟ ବାକ୍ୟ ଯଦି କୁହାଯାଏ ତାହେଲେ ଲୋକମାନଙ୍କୁ ବାଧି ଯାଉଛି ଏବଂ ସେଇ ଲୋକମାନେ ନିଜର କାନକୁ ସୁନ୍ଦର ଲାଗିଲା ଭଳି ସେମାନେ ଶିକ୍ଷକ ସଂଗ୍ରହ କରୁଛନ୍ତି। କାରଣ ଲେଖାଯାଏ ପ୍ରଥମ ରୋମିଓ ତାର 15 ତାର 20 ଲେଖାଯାଏ ବୋଧେ, କାରଣ ସତ୍ୟ ଘଟଣା ପ୍ରତି ମନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଆପଣମାନେ ସେହି ପ୍ରକାର ହୁଅନ୍ତୁନି। କାରଣ ଲେଖାଯାଏ ଭଣ୍ଡ ଶିକ୍ଷକମାନେ ଚୋରି ଚୋରି ଆସିବେ, ଲୁଚି ଲୁଚି ଆସିବେ ଏବଂ ପ୍ରଭୁ ଯୀଶୁଙ୍କର ଦୂତମାନଙ୍କର ବା ସେବକମାନଙ୍କର ବେଶ ଧାରଣ କରିପାରିବେ। ଅନେକ ବିଷୟ ଲେଖାଯାଏ, କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଦ୍ୱିତୀୟ ପିତର ତାର 2:1, କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ, ସେହିପରି ତୁମମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ। ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି ଆପଣମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଲେଖାଯାଏ କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀ ମଧ୍ୟ ଉତ୍ପନ୍ନ ହେଲେ, ସେହିପରି ତୁମମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ ବୋଲି ଲେଖାଯାଏ। ଏବଂ ବର୍ତ୍ତମାନ ହେଇ ଅଛନ୍ତି ମଧ୍ୟ, ଲୋକମାନଙ୍କୁ ଭ୍ରାନ୍ତ କରୁଛନ୍ତି, ଆଶ୍ଚର୍ଯ୍ୟକର୍ମ କରୁଛନ୍ତି ଏବଂ ଲୋକମାନେ ଆଶ୍ଚର୍ଯ୍ୟ ପଥରେ ଚାଲୁଛନ୍ତି ଏବଂ ଲୋକମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ ନ କରି ପ୍ରଭୁ ଯୀଶୁଙ୍କର ଦାସମାନଙ୍କୁ ବିଶ୍ୱାସ କରୁଛନ୍ତି। ଏହା ହେଉଛି ବହୁତ ବଡ଼ ଭୁଲ ବିଷୟ। ଆଗକୁ ବଢ଼ିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜିହୁଦା ଯଦି ଦେଖିବେ, ଜିହୁଦା ତାର 1 ତାର 4 এই ଜାଗାରେ ଲେଖାଯାଏ, କାରଣ ପ୍ରାଚୀନ ଶାସ୍ତ୍ରମାନଙ୍କରେ ଦଣ୍ଡର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା ବେଳେ ଲୋକ ତୁମମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରି ଅଛନ୍ତି। ସେମାନେ ଅଧାର୍ମିକ, ଆମମାନଙ୍କର ଈଶ୍ୱରଙ୍କର ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ ବ୍ୟବହାର କରି ପରିଣତ କରନ୍ତି, ପୁଣି ଆମମାନଙ୍କର ଏକମାତ୍ର କର୍ତ୍ତା ପ୍ରଭୁ ଯୀଶୁଙ୍କୁ ହିଁ ଅସ୍ୱୀକାର କରନ୍ତି। এই ଭଣ୍ଡ ଶିକ୍ଷକମାନେ ମୁଁ ପ୍ରାର୍ଥନା କଲେ ତୁମ ସୁସ୍ଥତା ପାଇବ ଏବଂ ଯେକୌଣସି ସମୟରେ ପ୍ରାର୍ଥନା କରିବା ପାଇଁ ମୋତେ ପଠା, ଫୋନ୍ ମାଧ୍ୟମରେ ପ୍ରାର୍ଥନା କରିବି, ଏହି ପ୍ରକାର କହିବା ଲୋକମାନେ ଅଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ସେହି ପ୍ରକାର କୁହନ୍ତୁ ନାହିଁ। କିନ୍ତୁ ଲେଖାଯାଏ
ରୋମିଓ ତାର 16:17 ରୋମିଓ 16:17 ଲେଖାଯାଏ, ହେ ଭାଇମାନେ, ତୁମେମାନେ ଯେଉଁ ଶିକ୍ଷା ପାଇଅଛ ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି ସେମାନଙ୍କୁ ଚିହ୍ନି ରଖି ସେମାନଙ୍କ ଠାରୁ ପୃଥକ ରହିବା ପାଇଁ ମୁଁ ତୁମମାନଙ୍କୁ ଅନୁରୋଧ କରୁଅଛି। ଯେଉଁମାନେ ଲୋକମାନଙ୍କୁ ଭ୍ରାନ୍ତ କରନ୍ତି, ଯେଉଁମାନେ ମଣ୍ଡଳୀକୁ ଭାଗ କରନ୍ତି, ଯେଉଁମାନେ ବିଶ୍ୱାସୀ ଲୋକମାନଙ୍କୁ ସୁଦ୍ଧା ଭ୍ରାନ୍ତ କରନ୍ତି, ଆଶ୍ଚର୍ଯ୍ୟ ପଛରେ ଲୋକମାନଙ୍କୁ ନିଅନ୍ତି, ପ୍ରଭୁଙ୍କ ପଟେ ରାସ୍ତା ନ ଦେଖାଇ ନିଜ ପଟେ ଆକର୍ଷଣ କରନ୍ତି, ସେମାନଙ୍କ ଠାରୁ ଆପଣମାନେ ସାବଧାନ ରୁହନ୍ତୁ। କାରଣ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ହେ ଭାଇମାନେ, ତୁମମାନେ ଯେଉଁ ଶିକ୍ଷା ପାଇଅଛ ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି ସେମାନଙ୍କୁ ଚିହ୍ନି ରଖି ସେମାନଙ୍କ ଠାରୁ ପୃଥକ ରହିବା ପାଇଁ ମୁଁ ତୁମମାନଙ୍କୁ ଅନୁରୋଧ କରୁଅଛି। এই ଜାଗାରେ ପ୍ରଭୁଙ୍କର ପ୍ରିୟ ଦାସ କହୁଅଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରଥମ ତିତୋସ ଯଦି ଦେଖିବେ, ତିତୋସ ତାର 3 ତାର 6 ଲେଖାଯାଏ, ସେ ଆତ୍ମାଙ୍କୁ ସେ ଆମମାନଙ୍କର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଚୁର ରୂପେ ଆପଣମାନଙ୍କ ଉପରେ ଢାଳି ଦେଲେ। এই ଜାଗାରେ ଆପଣମାନେ କ'ଣ ବୁଝିଲେ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଜି ବା ବର୍ତ୍ତମାନ ସ୍ୱର୍ଗର ଦୂତମାନେ କିମ୍ବା ସେବକମାନେ ବା ସେଇ ଭଣ୍ଡ ସେବକମାନେ ଯାହାକି ଲୋକମାନେ ଜାଣିପାରୁନାହାନ୍ତି ଯେମାନେ ଭଣ୍ଡ ସେବକମାନେ ବୋଲି ନା ପ୍ରଭୁ ଯୀଶୁଙ୍କର ସେବକ ବୋଲି। କିନ୍ତୁ ଭଣ୍ଡ ସେବକ କେବେ ମଧ୍ୟ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ପଟେ ରାସ୍ତା ଦେଖାଇବ ନାହିଁ, ନିଜ ପଟେ ଆକର୍ଷଣ କରିବ, ଲୋକମାନଙ୍କୁ ଦୁଇ ଭାଗ କରିବ ଏବଂ ଖରାପ ଶିକ୍ଷା ଦେବ, ସାଂସାରିକ ଜଗତର ଶିକ୍ଷା ଦେବ। ବାଇବଲରେ ଯାହା ଅଛି ସେଇ ବିଷୟକୁ ଶିଖାଇବ ନାହିଁ ଏବଂ ବାଇବଲରେ ଥିବା ଗୋଟିଏ ପଦପର୍ବକୁ ନେଇ ଜଗତର କଥା କହିଦେବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଗ୍ରତ। କିନ୍ତୁ ଆସନ୍ତୁ ଆମ୍ଭେମାନେ ଆଉ ଥରେ ଗାଲାତୀୟ ଦେଖିବା। 1:9 ଲେଖାଯାଏ, ଯେପରି ଆମ୍ଭେମାନେ ପୂର୍ବରୁ କହିଅଛୁ ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମେମାନେ ଗ୍ରହଣ କରିଥିଲ ତଦ୍ଭିନ୍ନ ଯଦି କୌଣସି ଅନ୍ୟ ସୁସମାଚାର ତୁମମାନଙ୍କ ନିକଟରେ ପ୍ରଚାର କରେ ତେବେ ସେ ଶାପଗ୍ରସ୍ତ ହେବ। ଅନ୍ୟ ସୁସମାଚାର ଯଦି ବାଇବଲରେ ଦେଖିବେ 2ଟି ସୁସମାଚାର ଅଛି, 2ଟି ଅନ୍ୟ ଭାଷା ଅଛି, 2ଟି ସେବକ, 2ଟି ଯୀଶୁ ଅଛନ୍ତି। ଆପଣମାନେ ବାଇବଲ ଆପଣମାନେ ସଠିକ୍ ଭାବରେ ପଢ଼ନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ କରନ୍ତୀୟରେ ଲେଖାଯାଏ, ପ୍ରଥମ କରନ୍ତୀୟ 11:10 ଏଥିପାଇଁ ଦୂତମାନଙ୍କ ସକାଶେ ସ୍ତ୍ରୀ ଆପଣା ମସ୍ତକରେ ଅଧୀନତାରେ ଚିହ୍ନ ଘେନିବା ଉଚିତ। ଏଥିପାଇଁ ଦୂତମାନଙ୍କ ସକାଶେ ସ୍ତ୍ରୀ ଆପଣା ମସ୍ତକରେ ଅଧୀନ ଚିହ୍ନ ଘେନିବା ଉଚିତ। କେତୋଟି ପଦପର୍ବ ଆପଣମାନେ ଦେଖନ୍ତୁ। ଏବ୍ରି ତାର 13 ତାର 2 ଏବ୍ରି ତାର 13 ତାର 2 এই ଜାଗା ଲେଖାଯାଏ, ଆତୀତ ସଂସ୍କାର ନ ପାଶର ତେଣୁ ତଦ୍ୱାରା କେହି କେହି ଅଜ୍ଞାତ ସାରରେ ଦୂତମାନଙ୍କୁ ଆତିଥ୍ୟ କରିଅଛନ୍ତି। এই ଜାଗାରେ ଅଜ୍ଞାତ ସାରରେ ଦୂତମାନଙ୍କୁ ଆତିଥ୍ୟ କରିଅଛନ୍ତି। ଆପଣମାନେ ଦେଖିବେ ବାଇବଲରେ ଦୂତମାନଙ୍କୁ ଯେତେବେଳେ ପ୍ରଣାମ କରୁଥିଲେ ତାହେଲେ ଦୂତମାନେ କହୁଥିଲେ, ମୁଁ ଈଶ୍ୱର ନୁହେଁ, ତୁମ ପରି ଜଣେ ମନୁଷ୍ୟ, ତୁମ ପରି ଜଣେ ସେବକ, ଏ ପ୍ରକାର କହୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ କ'ଣ ଚାଲିଛି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଟିକେ ଭାବନ୍ତୁ। କିନ୍ତୁ 2 କରନ୍ତୀୟରେ ଲେଖାଯାଏ, 2 କରନ୍ତୀୟ ତାର 11:14 2 କରନ୍ତୀୟ 11:14 এই ଜାଗାରେ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ କାରଣ ଶୈତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ। ଶୈତାନ ମଧ୍ୟ ଦୀପ୍ତିମୟ ଦୂତର ବେଶ ଧାରଣ କରିପାରେ। ଆପଣମାନେ କେମିତି ଚିହ୍ନିପାରିବେ?
କେମିତି ଜାଣିପାରିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଯଦି ଆପଣମାନେ ସଠିକ୍ ଭାବରେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଯଦି ଅଧ୍ୟୟନ କରିନଥିବେ ତାହେଲେ ଆପଣମାନେ ଜାଣିପାରିବେ ନାହିଁ। କିନ୍ତୁ ଆପଣମାନଙ୍କ ପାଖରେ ଗୋଟିଏ ବିଷୟ କହିବା ପାଇଁ ଚାହେଁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଭଲ ବିହନ ଏବଂ ଖରାପ ବିହନ ଏପୋଷ୍ଟାଲ ଭାବବାଦୀ ବା ଭବିଷ୍ୟତ ବକ୍ତା ପ୍ରଭୁ ଯୀଶୁଙ୍କର ଭବିଷ୍ୟତ ବକ୍ତା ହେଉଛି କ୍ୟାପିଟାଲ ଲେଟର HISAPOSTEL ଭଲ ବିହନ ଏବଂ ଖରାପ ବିହନ ହେଲା ସ୍ମଲ୍ ଲେଟର HIS ଖରାପ ବିହନ TLES ସ୍ମଲ୍ ଲେଟର ଭଲ ବିହନ ଖରାପ ବିହନ। ପ୍ରଥମ ଯୋହନ 1:9 ଲେଖାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରଥମ ଯୋହନ ଯଦି ଆମ୍ଭେମାନେ ଆପଣା ପାପ ସ୍ୱୀକାର କରୁ ତେବେ ସେ ଆମମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ପ୍ରଥମ ଯୋହନ ତାର 1:9 ନ୍ୟାୟବାନ ଅଟନ୍ତି। କିନ୍ତୁ କିଏ ଆଗେ ବଢ଼ିଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ପ୍ରଭୁଙ୍କର ଶିକ୍ଷାକୁ କେଉଁମାନେ ଅତିକ୍ରମ କରିଛନ୍ତି? ଅନ୍ୟ ଭାଷା କହିବା ଲୋକମାନେ, ଦଶମାଂଶ ଗ୍ରହଣ କରିବା ଲୋକମାନେ ଏବଂ ମଣ୍ଡଳୀକୁ 2 ଭାଗ କରିବା ଲୋକମାନେ। ପ୍ରଭୁଙ୍କର ଦାସ କହନ୍ତି ଅନ୍ୟ ଲୋକଙ୍କର ମୂଳଦୁଆ ଉପରେ ଯେପରି ମୁଁ ନ ଗଡ଼େ, ଯାହା ପାଖରେ ସୁସମାଚାର ଶୁଣାଯାଏନି ସେମାନଙ୍କ ପାଖରେ ଲକ୍ଷ୍ୟ କରି ଆସିଅଛି ବୋଲି କହୁଛନ୍ତି। କିନ୍ତୁ ଯେଉଁମାନେ ମଣ୍ଡଳୀକୁ 2 ଭାଗ କରୁଛନ୍ତି, ଏ ପ୍ରକାର ଅନେକ ଖରାପ କାର୍ଯ୍ୟ କରୁଛନ୍ତି, ସେମାନେ ପ୍ରଭୁ ଯୀଶୁଙ୍କର ଶିକ୍ଷାକୁ ନ ମାନି ଆଗକୁ ବଢ଼ୁଛନ୍ତି। ଆଜି ବା ବର୍ତ୍ତମାନ ସମୟରେ ଆମ୍ଭେମାନେ ଏହି ପ୍ରକାର ଖରାପ ଶିକ୍ଷକ, ଖରାପ ଭାବବାଦୀ, ଖରାପ ସେବକ ଏବଂ ସବୁ ବିଷୟର ଖରାପ ଶିକ୍ଷା ବିଷୟରେ ଆମ୍ଭେମାନେ ଯୁଦ୍ଧ କରୁଅଛୁ। ଗୋଟିଏ ସେବକ ବିରୁଦ୍ଧରେ ନୁହେଁ, କିନ୍ତୁ ସେବକର ଶିକ୍ଷା ବିରୁଦ୍ଧରେ, ଖରାପ ଶିକ୍ଷା ବିରୁଦ୍ଧରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନଙ୍କ ପାଖରେ ଏହି ଛୋଟିଆ ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କଲି। ଆପଣ ସମସ୍ତ ଲୋକଙ୍କୁ ଆଶୀର୍ବାଦ କରନ୍ତୁ।